ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଘୋଷଯାତ୍ରାକୁ ନେଇ ପୁରାଣ କହେ ଜାରାସବର ସ୍ୱରାଘାତରେ ପ୍ରାଣ ତ୍ୟାଗ କଲେ ଶ୍ରୀକୃଷ୍ଣ। ତେବେ ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ମର ଶରୀରକୁ ଦାହ କରିବାକୁ ଯାଇ ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ପୂର୍ଣ୍ଣ ବ୍ରହ୍ମ ଶ୍ରୀକୃଷ୍ଣଙ୍କର ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନଥିଲା। ଶୂନ୍ୟବାଣୀ ହେଲା, ଶ୍ରୀକୃଷ୍ଣଙ୍କର ନାଭି କମଳ ଅଗ୍ନିରେ ଭସ୍ମ ହେବନି, ତୁମ୍ଭେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ। ତେଣୁ ପାଣ୍ଡବମାନେ ବାଧ୍ୟ ହୋଇ ତାହା ହିଁ କଲେ। ଶ୍ରୀକୃଷ୍ଣଙ୍କର ଏହି ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁ ରୂପରେ ବାଙ୍କି ମୁହାଣରେ ଆସି ଆବିର୍ଭାବ ହେଲା। ସମୁଦ୍ରରେ ଭାସମାନ ଏହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖି ପୂଜା କଲେ। ତାପରେ ଦିନକର କଥା, ସ୍ୱୟଂ ମହାପ୍ରଭୁ ଏକ ବୃଦ୍ଧ ବେଶରେ ଆସି ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ କଲେ ଏବଂ ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ତେବେ ବୃଦ୍ଧ ଜଣକ ରାଜାଙ୍କ ସହ ସର୍ତ୍ତ ରଖିଥିଲେ କି ମୂର୍ତ୍ତି ସମ୍ପୂର୍ଣ୍ଣ ନ ହେବା ଯାଏ ଦ୍ୱାର ନ ଖୋଲିବାକୁ। କିନ୍ତୁ ବେଶ୍ କିଛି ଦିନ କୌଣସି ଶବ୍ଦ ବା ସ୍ୱର ନ ଶୁଣିବାରୁ ରାଜାଙ୍କ ନିର୍ଦ୍ଦେଶରେ ଦ୍ୱାର ଖୋଲି ଦିଆଗଲା। ଫଳସ୍ୱରୂପ ସେହି ବୃଦ୍ଧ ଜଣକ କୁଆଡ଼େ ଉଭାନ ହୋଇଗଲେ। ହେଲେ ଦୁଃଖର କଥା, ଇନ୍ଦ୍ରଦ୍ୟୁମ୍ନଙ୍କ ସମସ୍ତ ପ୍ରଚେଷ୍ଟା ପରେ ବି ଠାକୁରେ ରହିଗଲେ ଅଧାଗଢ଼ା। ସେହି ମୂର୍ତ୍ତିକୁ ଶେଷରେ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା। ସେହିଦିନ ଭକ୍ତ ପ୍ରାଣଧନ ମହାପ୍ରଭୁ ପତିତ ପାବନ ସ୍ୱପ୍ନରେ ରାଜାଙ୍କୁ ନିର୍ଦ୍ଦେଶ ଦେଲେ, ହେ ରାଜନ, ବର୍ଷକୁ ତୁମେ ମୋତେ ଥରେ ମାତ୍ର ଜନ୍ମଭୂମିକୁ ନିଶ୍ଚୟ ଆଣିବ। ସେଥିପାଇଁ ଶ୍ରୀଜୀଉଙ୍କର ଏହି ଲୀଳାର ପରିକଳ୍ପନା। ପତିତ ଉଦ୍ଧାର ଅର୍ଥେ ପତିତ ପାବନ ଯାତ୍ରା, ଶ୍ରୀଗୁଣ୍ଡିଚା ବା ଘୋଷଯାତ୍ରା। ସେଇଥିପାଇଁ ତ କୁହାଯାଇଛି, ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ତେଣୁ ରଥ ଉପରେ ବାମନ ଅବତାରରେ ଶ୍ରୀ ଜଗନ୍ନାଥଙ୍କୁ ଏହି ଚର୍ମଚକ୍ଷୁ ଦର୍ଶନ କଲେ ଆଉ ଏ ଜୀବକୁ ପୁଣି ସଂସାର ଜଞ୍ଜାଳ ଭୋଗିବାକୁ ପଡ଼େ ନାହିଁ। ସେଇଥିପାଇଁ ତ ପ୍ରଭୁଙ୍କ ଲୀଳାରେ ସାମିଲ ଲକ୍ଷ ଲକ୍ଷ ଭକ୍ତ। ଘୋଷଯାତ୍ରା ଭକ୍ତି ସମୁଦ୍ର ପାଲଟିଯାଏ। ଶ୍ରୀକ୍ଷେତ୍ର ପୁରୀ, ଜଗାର ଦାଣ୍ଡ ଓ ବଡ଼ଦାଣ୍ଡ। ସେଇଥିପାଇଁ ତ ପ୍ରଭୁଙ୍କ ଲୀଳାରେ ସାମିଲ ଲକ୍ଷ ଲକ୍ଷ ଭକ୍ତ। ଘୋଷଯାତ୍ରାରେ ଭକ୍ତି ସମୁଦ୍ର ପାଲଟିଯାଏ ଶ୍ରୀକ୍ଷେତ୍ର ପୁରୀ, ଜଗାର ବଡ଼ଦାଣ୍ଡ।